ପାଟନାଗଡ଼ ପବିତ୍ର ମକର ସଂକ୍ରାନ୍ତି ତିଥି ଅବସରରେ ପାଟନାଗଡ଼ ବ୍ଲକର ମୁଣ୍ଡାପାଳ ଗାଁରେ ଗଣ୍ଡ ଆଦିବାସୀ ସମାଜର ଆରାଧ୍ୟ ଦେବତା ବୁଢ଼ାଦେଓ ଜଙ୍ଘାଦେଓ ଲିଙ୍ଗାଦେଓଙ୍କ ଯାତ୍ରା ମହୋତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ ଆଦିବାସୀ ସଶକ୍ତିକରଣ ଯୋଜନା, ଆଦିବାସୀ ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କ ସାଂସ୍କୃତିକ ବିକାଶ, ସାମାଜିକ କଲ୍ୟାଣ, ଜୀବନ ଜୀବିକା ଉନ୍ନତି, ଦେବାଦେବୀ ପୀଠର ସୌନ୍ଦର୍ଯ୍ୟକରଣ ଉପରେ ଆଲୋକପାତ କରିଥିଲେ। ବିଶାଳ ଆଦିବାସୀ ସମାବେଶରେ ସାଂସଦ ଶ୍ରୀ ବିଶି ଆଦିବାସୀମାନଙ୍କ ସଚେତନତା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡରେ ମହିଳାମାନଙ୍କ ପାଇଁ ସରକାରୀ ଏବଂ ଘରୋଇ ହସ୍ପିଟାଲରେ 10 ଲକ୍ଷ ମାଗଣା ଚିକିତ୍ସା ସୁବିଧା, ପୁରୁଷଙ୍କ ପାଇଁ 5 ଲକ୍ଷ ଚିକିତ୍ସା ସହାୟତା ଆଦି ଋଣରୁ ମୁକ୍ତି ଦେବା ସହ ଜୀବନ ରକ୍ଷାକାରୀ ଯୋଜନା ବୋଲି ଉଦ୍ବୋଧନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ 5 ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଥିବାରୁ ଏହା ମହିଳା ବିକାଶ ପାଇଁ ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ। ଚାଷୀଙ୍କ ମଙ୍ଗଳ ପାଇଁ କାଳିଆ ଯୋଜନା, ବୁଣାକାରଙ୍କ ପ୍ରଗତି ପାଇଁ ବଳିଆ ଯୋଜନା ଏକ ବରଦାନ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ। ସୌନ୍ଦର୍ଯ୍ୟକରଣ ଲାଗି ମରାମତି ଲାଗି ନିର୍ମାଣ ଲାଗି ଏକ ମହାନ ସବୁଆଡ଼େ ପ୍ରୟାସ ଚାଲିଛି ଏବଂ ଆମର ଓଡ଼ିଶା ସରକାର ବି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ମନ୍ଦିର ମସଜିଦ ଚର୍ଚ୍ଚମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ଆଉ ଗୋଟେ ଖୁସିର କଥା, ଚାଷୀମାନଙ୍କୁ ଦେବାଦେବୀ ପୀଠର ସୁରକ୍ଷା ସଂରକ୍ଷଣ ପୁନରୁଦ୍ଧାର, ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର ପ୍ରଚାର ପ୍ରସାର ଏବଂ ଆଦିବାସୀ କଳାକାରମାନେ ଉତ୍ସାହିତ କରବାର ଲାଗି ଆଦିବାସୀମାନଙ୍କର ଭିତରେ ଛାତ୍ରଛାତ୍ରୀ, ଆଦିବାସୀ ଛାତ୍ରଛାତ୍ରୀ, ଆଦିବାସୀ ଯୁବକ ମାନଙ୍କର ଭିତରେ ଯେ ଲୁକାୟିତ କଳା ପ୍ରତିଭା ଅଛି ଆମର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ବଲାଙ୍ଗୀର ଜିଲ୍ଲାକେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ସାମିଲ କରିଛନ୍। ଆର୍ ତାର ଚେୟାରମ୍ୟାନ୍ ହେଉଛନ୍ ବ୍ରଜମୋହନ ବିଷୟୀ। ଆଦିବାସୀ ଉତ୍ସବରେ ଅଖିଳ ଭାରତୀୟ ଗଣ୍ଡୱାନ ଗଣ୍ଡ ମହାସଭାର ମହାସଚିବ ରାମଚନ୍ଦ୍ର ଧରୁଆ, ବ୍ଲକ ସମିତିର ଲେକ୍ରୁ ଧରୁଆ, ପ୍ରତାପ ଧରୁଆ, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗୀରରୁ ନୀଳାଞ୍ଜି ବିଶିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।